ଶ୍ରୀମଦ୍ ଭାଗବତ ଚତୁର୍ଥ ସ୍କନ୍ଧ 16 ଅଧ୍ୟାୟ। ଓଂ ନମଃ ଭଗବତେ ବାସୁଦେବାୟ। ଓଂ ଗଙ୍ଗଣପତये ନମଃ। ମୈତ୍ରେୟ ଉବାଚ ଭୃଗୁ ଅଙ୍ଗିରା ମୁନି ଯେତେ ଋଷିଏ ମିଳିଲେ ସମସ୍ତେ ବାଲନ୍ତି ଅତି ମନ ଦୁଃଖେ ପ୍ରଜାର କ୍ଷଣ ରାଜକେ କହନ୍ତି ଯେବେ ନାହିଁ ରାଜା ଦୃଷ୍ଟେ ଲୁଚିବେ ଜନ ପ୍ରଜା ହେମନ୍ତ ବିଚାରି ସମସ୍ତେ ବେଣୁର ଜନନୀ ଅଗ୍ରତେ ରାଜର କ୍ଷଣେ ଧର୍ମ କହି ସକଲ ଜନେ ରୁଣ୍ଡ ହୋଇ ବିଚାର କରି ଅତିରେକେ ବେଣୁକୁ ରାଜ ଅଭିଷେକେ ନିଜ ଭୁବନେ କଲେ ରାଜା ଜଣେ ରକ୍ଷିତ ଜନ ପ୍ରଜା ଦୁଷ୍ଟେ ଯେ ଥିଲେ ଦୁଷ୍ଟପଣେ ଲୁଟିବେ ବୋଲି ପ୍ରଜାଗଣେ ବେଣୁର ରାଜପଣ କର୍ଣ୍ଣେ ଲୁଚିଲେ ଶୁଣି ଘୋର ବନେ ସୁପର୍ଣ୍ଣ ଡରେ ଜହ୍ନେ ନାଗେ ପଶିଲେ ଗିରି ଘୋର ମାର୍ଗେ ବେଣୁ ଯେ ରାଜ୍ୟେ ରାଜା ହୋଇ ରାଜ ସମ୍ପଦେ ଗର୍ବ ବହି ସ୍ୱଭାବେ ଦୁଷ୍ଟ ଦୁରାଚାର ଧର୍ମେ ନ କରଇ ବିଚାର ଆତ୍ମାକୁ ସିଦ୍ଧ ପ୍ରାୟ ମଣି ଋଷିଙ୍କ ବଚନ ନ ଶୁଣି ଲୋଭିଣ ଅଶେଷ ବିଭୂତି ମାତିଲା ଜହ୍ନେ ମସ୍ତ ହସ୍ତି କାଞ୍ଚନ ରଥେ ବିଜେ କରି ବୁଲନ୍ତେ କମ୍ପେ ବସୁନ୍ଧରୀ ନିତ୍ୟ ସେ ବିପ୍ରଙ୍କୁ ଅଣାଇ କହଇ ମନେ ତୋଷ ବହି ଶୁଣ ଏ ବିପ୍ରେ ମୋର ବାଣୀ ମୁଁ ଯେ ଜଗତେ ନୃପମଣି ମୋହର ବଚନ ତୁମର ସ୍ୱଭାବେ ପାଲିବା ବ୍ୟବହାର ଦେଖ ମୋହର ବେନି ଭୁଜ ଅଷ୍ଟ ଦିଗ ପାଲଙ୍କ ତେଜ ମୁଁ ଯେ ପ୍ରତ୍ୟକ୍ଷ ଭଗବାନ ଦେଖ ମୋହର ବର୍ଣ୍ଣ ଚିହ୍ନ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ପାଶେ ବସାଇ ପ୍ରଜାଗଣ ଆତ୍ମାକୁ ସିଦ୍ଧ ପ୍ରାୟ ମଣି କହଇ ଅସମ୍ଭବ ବାଣୀ ଶୁଣ ସକଲ ପ୍ରଜା ଜନେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ ମୋ ରାଜ୍ୟେ ଯଜ୍ଞ ନ କରିବ ପିତୃଦେବତା ନ ପୂଜିବ ଦାନ ନ ଦେବ ବିପ୍ର ହସ୍ତେ ତୀର୍ଥ ନ ଯିବ ପାଦକତେ ସଂସାରେ ଧର୍ମ କର୍ମ ଯେତେ ସକଳ ସମର୍ପିବ ମତେ ମୋ ତହୁଁ ବଡ଼ ନାହିଁ ଆନ ମୁଁ ଯେ ପ୍ରତ୍ୟକ୍ଷ ଭଗବାନ ମୋ ନାମ ଜପୁଥିବ ତୁଣ୍ଡେ ମତେ ପୂଜିବ ଅଗ୍ନିକୁଣ୍ଡେ ଯେ ମୋର ବାକ୍ୟ ନ କରିବ ମୋ ରାଜ୍ୟେ ଦଣ୍ଡେ ନଥିବ ଜୀବନ ନାଶିବି ତାହାର ସର୍ବସମ୍ପଦ କରି ଚୂର ହେମନ୍ତ ପୁର ଗ୍ରାମ ଦେଶେ ହସ୍ତିର କନ୍ଧେ ଭେରି ଘୋଷେ ଘୋଷଣା ଦେଲା ସର୍ବଦେଶେ ଶୁଣି ସକଲ ଜନ ତ୍ରାସେ ବେଣୁର ବାକ୍ୟ ଶିରେ କଲେ ସକଳ ଧର୍ମ ଉପେକ୍ଷିଲେ ଜପନ୍ତି ତାର ନାମ ନିତ୍ୟେ ଭୟେ ଖଟନ୍ତି ପାଦଗତେ ହେମନ୍ତେ ରାଜା ଦୁଷ୍ଟପଣ ଦେଖି ଭାଲନ୍ତି ପୁନି ଗଣ କହନ୍ତି ଏକୁ ଆରେ ଚାହିଁ ହେମନ୍ତ ଶୁଣିଲା ତ ନାହିଁ ଭୂମିରେ ଯେତେ ରାଜା ଥିଲେ ହେମନ୍ତ କେବା ପ୍ରକାଶିଲେ ଯଜ୍ଞ ନ କଲେ ମେଘ ନାହିଁ ବୃଷ୍ଟି ନ କଲେ ଅନ୍ନ କାହିଁ ଏ ପଞ୍ଚ ଯଜ୍ଞ କ୍ରିୟା ଲୋପେ ଅଧର୍ମେ ତ୍ରିଭୁବନ କମ୍ପେ ଏ ଘୋର ସଙ୍କଟ ପଡ଼ିଲା ଉଭୟ ଲୋକ ନାଶ ଗଲା ଆମେ ଏହାକୁ ରାଜା କଲୁ
ସର୍ପକୁ କ୍ଷୀର ପିଆଇଲୁ। ସେ ସର୍ବ ସେ ଯେବେ ବଢ଼େ ଅତି ଘୋରେ, କ୍ଷୀରଦା ତାର ପ୍ରାଣ ହରେ। ଆମେ ନ ବୁଝି କର୍ମ କଲୁ, ବେଣୁକୁ ରାଜପଣ ଦେଲୁ। ସର୍ପକୁ ଦେଲୁ କ୍ଷୀର ଗ୍ରାସ, ଆମ୍ଭେ ହୋଇଲୁ ଏବେ ନାଶ। ସୁନିଥା ଗର୍ଭରୁ ସମ୍ଭୂତ, ସ୍ୱଭାବେ ଯମ ସୁତାସୁତ। ଆମେ ଏହାର ପାଶେ ଯିବା, ଧର୍ମ ବଚନ ବୁଝାଇବା। ଏ ଯେବେ ବୋଲ ନ କରିବ, ଅଧର୍ମ ଭାବେ ମରିବ। ଏତେ ବିଚାରି ବିପ୍ରଜନେ, ମିଳିଲେ ବେଣୁ ସନ୍ନିଧାନେ। କଲ୍ୟାଣ କରି ବେଦନା ଦେ, ବୋଧିଲେ ସାମଗାନ ବାଦେ। ହେ ନୃପନାଥ ଶୁଣ ଧୀରେ, ଯାହା କହିବୁ ତୋ ଛାମୁରେ। ଯେଣେ ହୋଇବ ତୋର ଲାଭ, ଜଗତେ ଯଶ କୀର୍ତ୍ତି ଥିବ। ମନ ବଚନ ଦେହ ଗତେ, ଯେ ପ୍ରାଣୀ ଥାନ୍ତି ଜନହିତେ। ଏବେନି ଲୋକ ସେ ଜିଣନ୍ତି, ନ କଲେ ଜୀବନେ ମରନ୍ତି। ପ୍ରଜାଏ ଧର୍ମ ଆଚରିଲେ, ନୃପ ସମ୍ପଦ ବଢ଼େ ଭଲେ। ସେ ଧର୍ମ ଯେବେ ନାଶ ଯାଇ, ନୃପ ସମ୍ପଦ ଆଉ କାହିଁ। ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେ, ଚୌହାଦି ସର୍ବତୟ ଘରେ। ସେ ରାଜା ଇହ ପରଲୋକେ, ଆନନ୍ଦ ମନେ ରହେ ସୁଖେ। ଯେ ରାଜ୍ୟ ପରଦେଶେ, ବିଷ୍ଣୁଙ୍କୁ ପୂଜନ୍ତି ହରଷେ। ସେ ରାଜା ଯଜ୍ଞ ପୂଜା ପାଇ, ବିଷ୍ଣୁ ସନ୍ତୋଷେ ଦୟା ବହି। ରାଜା ପରଜା ସୁଖ ବହେ, ଏ ଧର୍ମ ଚାରି ବେଦ କହେ। ବିଷ୍ଣୁର ପାଦ ପଦ୍ମ ତଳେ, ଖଟନ୍ତି ସର୍ବ ଦିଗପାଲେ। ସେ ସର୍ବ ଯଜ୍ଞମୟ ହରି, ମନୁ ଦେବତାଧିକରି। ସେ ହରି ଯଜ୍ଞ ହେଲେ ତୋଷ, ସଂସାରେ ରହିବ ତୋ ଯଶ। ସର୍ବଦେବତା ତାର ଦେହେ, ବସନ୍ତି ସର୍ବଲୋମ ପ୍ରାୟେ। ସେ ସର୍ବଦେବମୟ ହରି, ତାଙ୍କ ଚରଣ ପୂଜା କରି। ଲଭିବୁ ସର୍ବ ଶୁଭ ଭଲେ, ଆମର ଧର୍ମ ବାକ୍ୟ କଲେ। ବେଣୁରୁବାଚ ଋଷିଙ୍କ ବୋଲ ଶୁଣି କର୍ଣ୍ଣେ, ରାଜା ବୋଲଇ କୋପ ମନେ। ତୁମେ ସମସ୍ତେ ମୂର୍ଖ ଅଟ, ଅଧର୍ମ ଧର୍ମ ବୋଲି ଖଟ। ମୁଁ ଅଟେ ଅନ୍ନଦାତା ସ୍ୱାମୀ, ମୋତେ ନ ପୂଜ ମୂଢ଼ଗାମୀ। ନୃପ ସ୍ୱରୂପ ଈଶ ମୁହିଁ, ମୋତେ ନ ପୂଜ ଆଜ୍ଞା ବହି। ଏ ଅପରାଧେ ଇହ ଲୋକେ, ସୁଖ ନ ମିଳେ ଅନ୍ୟ ଲୋକେ। ଯଜ୍ଞ ପୁରୁଷ କେ ଅଟଇ, ମୋ ବିନୁ ଅନ୍ୟ କେହି ନାହିଁ। ଦେଖ ନୃପତି ଏ ଶରୀରେ, ଦେବେ ବସନ୍ତି ଅଧିକାରେ। ବିଷ୍ଣୁ ବିରଞ୍ଚି ମହେଶ୍ୱର, ଇନ୍ଦ୍ର ପବନ ଦିବାକର। ଯମରାଜନ ଧର୍ମଦାତା, ସୋମ ଧରଣୀ ଭସ୍ମ କର୍ତ୍ତା। ଇନ୍ଦ୍ର ବରୁଣ ଆଦି ଯେତେ, ସର୍ବେ ବସନ୍ତି ନୃପଗାତ୍ରେ। ଯେ ବର ଶାପ ଦିଅନ୍ତି ଲୋକେ, ନୃପ ଶରୀର ଏକେ ଏକେ। ଏ ଦେହ ମହିମା ନ ଜାଣି, ଅଧର୍ମ ଧର୍ମ ପରିମାଣି। ଏଣୁ ତୁମର କର୍ମ ଯେତେ, ସେ ଧର୍ମେ ପୂଜା କର ମତେ। ମୋହର ଅଙ୍ଗେ ବନ୍ଦୀ କର, ଏ ଧର୍ମ ସ୍ୱକର୍ମ ତୁମର। ସୁଯଜ୍ଞ ଭୋଗ ମୋର ଦେଇ, ମୋ ତନୁ ଅନ୍ୟ ଦେବ ନାହିଁ।
ଏମନ୍ତ ବିପରୀତ ମତି ବଜିଲା ପାଷାଣ୍ଡଙ୍କ ଗତି। ମୁନିଙ୍କ ଅନୁରୋଧ ବାଣୀ ନିଶ୍ଚେନ କଲା ନୃପମଣି। ସ୍ୱଭାବେ ଦୁଷ୍ଟ ଅନର୍ଗଳ ଆତ୍ମାକୁ କଲା ଅମଙ୍ଗଳ। ହେମନ୍ତ ମୁନିଙ୍କ ବଚନେ ଅବଜ୍ଞା କଲା ଦିନେ ଦିନେ। ଆତ୍ମା ପଣ୍ଡିତ ମାନ୍ୟ କରେ ମୁନିଙ୍କ ବଚନ ନ ଧରେ। ମୁନିଏ ଦିନେ ଦିନେ ଆସି ଧର୍ମ କହନ୍ତି ପାଶେ ବସି। କେବେ ନ କଲା ବଚନ ମୁନିଙ୍କୁ କଲା ଅପମାନ। ତାହାର ଅଧର୍ମ ବିଶ୍ୱାସେ ମୁନିଏ ବୋଲନ୍ତି ଯେ ରୋଷେ। ବୋଲନ୍ତି ଏକୁଆରେ ଚାହିଁ ଏହା ଜୀବନେ କାର୍ଯ୍ୟ ନାହିଁ। ଏହାର ଧର୍ମ ଆଚାରେ ପ୍ରଜାଏ ନାସିଲେ ସଂସାରେ। ଅସାଧୁ ବ୍ରତ ଏହା ଦେହି ନୃପ ଆସନେ ଭୋଗ କାହିଁ। ଯେ ରାଜା ଲାଜ ଦୂର କରି ଯଜ୍ଞ ନିନ୍ଦତି ନରହରି। କେ ତାହା ସହେ ଦେହ ବହି ବେଣୁକୁ ରାଜ ଫଣେ ଥୋଇ। ଏମନ୍ତେ ବେଣୁ ପାଶେ ରହି ମୁନିଏ ମହାକୋପ ବହି। ହୁଙ୍କାର କରି ଦେବ ବାଣେ ପ୍ରହାର କଲେ ତାର ପ୍ରାଣେ। ଅଚ୍ୟୁତ ନିନ୍ଦା ଫଲ ଥିଲା ତତ୍କ୍ଷଣେ ତେ ଦେହୁ ପ୍ରାଣ ଗଲା। ବେଣୁକୁ ମାରି ମୁନି ଜନେ ଗଲେ ଯେ ଯାହାର ଭୁବନେ। ସୁନିଥା ପୁତ୍ରର ମରଣ ଦେଖି କରଇ ବିଚାରଣ। ଅବଶ୍ୟ ଏହାର ଶରୀରେ ପୁତ୍ର ଉପୁଜିଲେ ସଂସାରେ। ହୋଇବେ ପ୍ରଜାଜନେ ସୁଖୀ ଏତେ ବିଚାରି ଅଶ୍ରୁମୁଖୀ। ତୈଳ ଦ୍ରୋଣୀ ମଧ୍ୟେ ଥୋଇ ଦ୍ରୋଣୀରେ ଶରୀର ଜଲାଇ। ଏହି ସମୟେ ଏକ ଦିନେ ସରଜୁ ଜଲେ ବିପ୍ରଜନେ। ନିଶ୍ଚିନ୍ତେ ପ୍ରାତଃ ସ୍ନାନ କରି ହୋମେ ପୂଜିଲେ ନରହରି। ବିଷ୍ଣୁର କଥା ଗୋଷ୍ଠୀ କଲେ ଏମନ୍ତେ ଉତ୍ପାତ ଦେଖିଲେ। ଶୁଭଇ ଲୋକେ ମୁଖ ଘୋଷ ଆନନ୍ଦେ ବାଦ୍ୟ ଗୀତ ରସ। ପ୍ରଜାଏ ଅନାଥ ଆତୁରେ ଭୟେ ପଲାନ୍ତି ଗିରି ଘୋରେ। ମୁନି ଚାହାନ୍ତି ଚାରିଦିଗେ ଧୂଳି ଉଡ଼ିଲା ବାୟୁ ଯୋଗେ। ଦୁଷ୍ଟେ ଧାମନ୍ତି ଶସ୍ତ୍ର ଧରି ଡାକନ୍ତି ମାର ମାର କରି। ତାଙ୍କ ଚରଣ ଧୂଳି ବେଗେ ଆଚ୍ଛାଦି ଉଡ଼େ ଦଶ ଦିଗେ। ଦୁଷ୍ଟେ ଲୁଟନ୍ତି ପ୍ରଜା ଧନ ଅଦ୍ଭୁତେ ଶୁଭେ ଘୋର ସ୍ୱନ। ମୁନିଏ ପ୍ରଜା ଦୁଃଖ ଦେଖି ମନେ ହୋଇଲେ ଗୁରୁ ଦୁଃଖୀ। ବୋଲନ୍ତି କଲୁ ମନ୍ଦ କୃତ୍ୟ ପ୍ରଜାଏ ହୋଇଲେ ଅନାଥ। ରାଜା ନଥିଲେ ପ୍ରଜା କାହିଁ ଏମନ୍ତ ବୋଲି ଦୟା ବହି। ବୋଲନ୍ତି ବ୍ରାହ୍ମଣ ବେଭାରେ ସଂସାରେ ପର ଉପକାରେ। କ୍ଷୀରୁ ଯେ ସନେ ଭିନ୍ନ ଭାଣ୍ଡେ ଯତ୍ନ କରନ୍ତି ଦଣ୍ଡେ ଦଣ୍ଡେ। କେବେ ନୋହେ ସେ ନିରୋଧ ଏମନ୍ତ ମଣି ଶାସ୍ତ୍ରବାଦ। ବୋଲନ୍ତି ଅଙ୍ଗ ରାଜା ବଂଶେ ଧାର୍ମିକ ରାଜା ବିଷ୍ଣୁ ଅଂଶେ। ସେ ରାଜା ଗୋବିନ୍ଦ ଆଶ୍ରୟେ ରାଜ୍ୟ ପାଳନେ ସ୍ନେହ ବହେ। ତାର ଜୀବନ ଏ ସଂସାରେ ଜିଅଇ ପର ଉପକାରେ।
ହେତେ ବିଚାରି ବିପ୍ଳବରେ ପିଣ୍ଡ ମନ୍ଥିଲେ ବେଦସ୍ୱରେ ବାହୁକ ନାମେ ନରଂସେ ଅଦ୍ଭୁତେ ହୋଇଲା ପୁରୁଷେ କେ କହୁଁ କୁଶେ ଅଙ୍ଗ ତାର ଅତି ଦୁର୍ବଳତା ଶରୀର ଭୁକୁଟି କୁଟିଳ ବଦନ ଅରୁଣ ବିରାଜେ ଲୋଚନ ବୃଦ୍ଧ ତରୁଣ ହୃଦୁ ନାଶ ତାମ୍ରର ପାୟ ମୁଣ୍ଡ କେଶ ବିପ୍ରଙ୍କ ମୁଖକୁ ଅନାଇ କହଇ କି କରିବି ମୋହି ତାହାର ରୂପ ଦେଖି ମନେ ବିଚାର କଲେ ମୁନି ଜନେ ଦେଖ ଅଦ୍ଭୁତ ଏହା କାଏ ରାଜା ଆସନେ ଯୋଗ୍ୟ ନୁହେ ଏହାକୁ ଆମ୍ଭେ ରାଜା କଲେ ସଂସାର ନାସିବ ଏ ଭଲେ ଏମନ୍ତେ ବିପ୍ରେ ବିଚାରିଲେ ନିଷାଦ ବୋଲି ଆଜ୍ଞା ଦେଲେ ବୋଇଲେ ବନେ ହୁଅ ରାଜା ଗିରି କାନନେ ତୋର ପ୍ରଜା ନିଷାଦ ଗଣେ ତାର ବଂଶେ ବନେ ରହିଲେ ଗିରି ଦେଶେ ଯେବେଣୁ ଦେହେ ପାପ ଥିଲା ନିଷାଦ ରୂପେ ବନେ ଗଲା ନିର୍ମଳ ଦେଖି ବେଣୁ ଅଙ୍ଗେ ପୁଣି ମନ୍ଥିଲେ ବାହୁ ଯୁଗେ ନାରୀ ପୁରୁଷ ଏକ ମେଲେ ଜନ୍ମିଲେ ବେଦ ମନ୍ତ୍ର ବଳେ କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବଲେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାणे ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ ନିଷାଦ ଜନ୍ମ କଥନେ ବନେ ରାଜକରणे ନାମ ଷୋଡ଼ଶୋऽଧ୍ୟାୟः।